हेलो सांगमाने गुड मॉर्निंग सकाळ ହେଇଗଲାଣି ଆମ ଘରେ ଆଣିଛନ୍ତି ମେଞ୍ଚେ ମାଛ ଆଜି ରବିବାରକୁ ମୁଁ କହିଲି ଏତେ ମାଛ କ'ଣ ପାଇଁ ନେଇକି ଆସିଛ କହିଲା ଆଜି ରବିବାର ଖାଇବା ପୁରା ବଢ଼ିଆ ହେଇଛି ଆଉ ମୁଁ କହିଲି ହଉ ଯାକେ ଗୋଟେ କାମ ଭଲ କରିଛନ୍ତି କାଟିକି ନେଇକି ଆସିଥିଲେ ମୋତେ କାଟିବା କିଛି ଟେନସନ୍ ନଥିଲା ଖାଲି ଧୋଇଦେଲି ଧୋଇକି ଲୁଣ ହଳଦୀ ଗୋଳେଇ ଦେଇକି ସବୁ ମାଛ ଲାଲ ଲାଲ କରିକି ଭାଜିଦେଲି ମୋତେ ନା ଏଇ ଯେଉଁ ବମ୍ବେ ତୋରି ମାଛ ଜମା ଭଲ ଲାଗେନି ଏଇ ମାଛଟା ଭଲ ଲାଗେ ବଡ଼ ବଡ଼ ଗୋଟା ଗୋଟା ମାଛ ଆଉ ଖାଲି ମସଲା ଦେଇକି ଝାଲ କରିଦେବ ଆଉ ବହୁତ ଟେଷ୍ଟି ଲାଗେ ମୋତେ ଏଇ ମାଛଟା ବହୁତ ଭଲ ଲାଗେ ସବୁ ଆଉ ଏଇ ମାଛ ମୁଁ ଜମା ଖାଏନି ମୋତେ ଭଲ ଲାଗେନି ବିନା କାତି ମାଛ ମୋତେ ଭଲ ଲାଗେନି ସବୁ ଗୋଟେ ଗୋଟେ କରି ଭାଜିଦେଲି ବହୁତ ଟାଇମ୍ ଲାଗିଲା ବାକି ଭାଜି ସାରିଲାଣି ଦେଖ ଦୁଇଟା ମାଛ ଏତିକି ଭାଜି ସାରିକି ମସଲା ପକାଇ ତରକାରୀ ଆମ୍ବଡ଼ା ପକାଇ କେବେ ତରକାରୀ କରିଛନ୍ତି ଆମ୍ବଡ଼ା ପକାଇ ତରକାରୀ କରନ୍ତୁ ବହୁତ ଟେଷ୍ଟି ଲାଗେ ମାନେ ଟମାଟୋ ଯେତେ ରେଟ୍ ହେଲାଣି ଆଉ ଟମାଟୋ ତ ଖାଇ ହେବନି ଆମ୍ବୁଲ ଆମ୍ବଡ଼ା ପକାଇକି ହିଁ ମାଛ ତରକାରୀ ହୁଏ ହଁ କି ନାହିଁ ତାପରେ ମୁଁ ଏଇଠି ଆଣି ଫଟାଫଟ ଖାଇଦେଉଛି ମୋ ଝିଅକୁ ଖୁଆଇ ଦେଉଛି ଆଉ ମାଛ ଗୋଟେ ପୁରା ବଡ଼ ପିସ୍ଟା ନେଇକି ଆସିଛି କାହିଁକିନା ମୋତେ ମାଛଟା ବେଶୀ ଭଲ ଲାଗେ ସେଇଟା ବି ଫଟାଫଟ